ସାଙ୍ଗମାନେ ଆପଣ ବେଳେ ବେଳେ ଦେଖିଥିବେ ଯେ ଅଧିକାଂଶ ଲୋକ ଏହି ଦୁନିଆରେ ବହୁତ କଠିନ ପରିଶ୍ରମ କରିଥାନ୍ତି ଆଉ ଅଧିକ ଝାଳ ମଧ୍ୟ ବୁହାଇ ଟଙ୍କା ପରିଶ୍ରମ କରିଥାନ୍ତି। ହେଲେ ତାଙ୍କର ସେହି ପରିଶ୍ରମର ମୂଲ୍ୟ କିଛି ବି ରହିନଥାଏ ଆଉ ତାଙ୍କେ ଯେଉଁ ଟଙ୍କା ସେହି କାମ କରି ଆଣିଥାନ୍ତି ସେମାନଙ୍କ ପାଖରେ ସେହି ଟଙ୍କାର ମୂଲ୍ୟ ମଧ୍ୟ କିଛି ରହିନଥାଏ। କିନ୍ତୁ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ଚାଣକ୍ୟଙ୍କର ଏପରି କିଛି 5ଟି ନିୟମ କହିବାକୁ ଯାଉଛି ଯାହା ଆପଣଙ୍କର ଜୀବନ ମଧ୍ୟ ବଦଳାଇ ଦେବ ଏବଂ ଆପଣଙ୍କୁ ବହୁତ ଉନ୍ନତି ସାଧନ ମଧ୍ୟ କରିବାକୁ ଲାଗିବ। ଏହି 5ଟି ଗୁପ୍ତ ଲକ୍ଷଣ ବା ଜିନିଷ ହେଉଛି ବା କୋଟିପତି ଲୋକମାନଙ୍କୁ ମଧ୍ୟ ଏହି ସୂତ୍ର ସେମାନେ ବ୍ୟବହାର କରିଥାନ୍ତି, ଯାହାଫଳରେ ସେମାନେ ବହୁତ ଉନ୍ନତି କରିଥାନ୍ତି ଆଉ ଆଗକୁ ମଧ୍ୟ ଯାଇଥାନ୍ତି। ସାଙ୍ଗମାନେ ଆଉ ଡେରି ନ କରି ଚାଲନ୍ତୁ ସେହି 5ଟି ସୂତ୍ର କ'ଣ କ'ଣ ଜାଣିବା। ଆଉ ତା ପୂର୍ବରୁ ମୋର ଆପଣଙ୍କୁ ଗୋଟିଏ ଅନୁରୋଧ ଯେ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ପ୍ରଥମରେ, ଯେଉଁ ବ୍ୟକ୍ତି ନିଜର ରୋଜଗାର କରିଥିବା ଟଙ୍କାକୁ ଚୋବାଇକି ଖାଇଥାଏ ସେହି ବ୍ୟକ୍ତି ତା'ର ଜୀବନରେ ଟଙ୍କା କମାଇବା ବା ରୋଜଗାର କରିବା ଅସମ୍ଭବ ହୋଇପଡ଼ିଥାଏ। ଏହାର କାରଣ ହେଉଛି ସାଙ୍ଗମାନେ, ଯଦି ଆମେ କୌଣସି ବି କାମ କରି ଟଙ୍କାକୁ ରୋଜଗାର କରିଥାନ୍ତେ ତେବେ ଆମେ ନିଜେ ହିଁ ଜାଣିଥାନ୍ତେ ଆଉ ସେହି ଟଙ୍କା ଆମ ପାଇଁ କେତେ ମୂଲ୍ୟବାନ ଅଟେ। ତେଣୁ କେବେ ମଧ୍ୟ ଟଙ୍କାକୁ ଅସମ୍ମାନ ଦିଅନ୍ତୁ ନାହିଁ ଆଉ କେବେ ବି ଟଙ୍କାକୁ ଫୋଙ୍ଗାଡ଼ନ୍ତୁ ନାହିଁ, ଯାହାଫଳରେ ଦରିଦ୍ର ବି ବା ଘୋର ଅପମାନତା ବି ଆମ ଘରକୁ ମାଡ଼ି ଆସିବ। ତେଣୁ ଏହିପରି କାମ କେବେ ମଧ୍ୟ କରନ୍ତୁ ନାହିଁ। ଯେତେ ବଡ଼ ବିପଦ ଆସୁନା କାହିଁକି ଟଙ୍କାକୁ ନିଜ ପାଖରେ ହିଁ ରଖନ୍ତୁ, ତାହେଲେ ଯାଇକି ଆପଣଙ୍କର ଜୀବନରେ ବହୁତ ସକ୍ସେସ୍ ମଧ୍ୟ ହେବେ। କାରଣ ସକ୍ସେସ୍ ହେବାକୁ ହେଲେ ଟଙ୍କା ଦରକାର ଆଉ ଆମେ ଯଦି କୌଣସି ସ୍ଥାନକୁ ଯିବା ସେଥିରେ ବି ଟଙ୍କା ଦରକାର ହୋଇଥାଏ। ତେଣୁ ଟଙ୍କାର ମୂଲ୍ୟ ଗୋଟିଏ ହୀରାଠୁ ବି କମ୍ ନୁହେଁ। ସାଙ୍ଗମାନେ ସବୁବେଳେ ଟଙ୍କାକୁ ସମ୍ମାନ ଦିଅନ୍ତୁ। ଚାଣକ୍ୟ ତାଙ୍କର ଗ୍ରନ୍ଥରେ ଲେଖି ଯାଇଛନ୍ତି ଯେ ଯେଉଁ ବ୍ୟକ୍ତି ଟଙ୍କାକୁ ବ୍ୟବହାର କେବେ ମଧ୍ୟ କରେ ନାହିଁ ସେହି ବ୍ୟକ୍ତି ତା'ର ଜୀବନରେ ସବୁବେଳେ ଦାସ ହୋଇକି ହିଁ ରହିଯାଇଥାଏ ଆଉ ଯେଉଁ ବ୍ୟକ୍ତି ଟଙ୍କାକୁ ବ୍ୟବହାର କରିଥାଏ ସେ ତା'ର ଜୀବନରେ ବହୁତ ଉନ୍ନତି କରିଥାଏ ଏବଂ ତା'ର ଦିନେ ନା ଦିନେ ବହୁତ ସମସ୍ୟା ମଧ୍ୟ ସେହି ଟଙ୍କା ଦ୍ୱାରା ଓଲଟି ଯାଇଥାଏ। ସାଙ୍ଗମାନେ ଦ୍ୱିତୀୟରେ ଏହାର ଗୋଟିଏ ଛୋଟ ଏକ୍ଜାମ୍ପଲ୍ ଭାବରେ ନେଇକି ବୁଝିବା ଯେ ଧନୀ ହେବାର 5ଟି ନିୟମ ଭିତରୁ ଏଇଟା ହେଉଛି ନମ୍ବର 2। ତ ଚାଲନ୍ତୁ ଆଉ ଡେରି ନ କରି ଷ୍ଟାର୍ଟ କରିବା। ଗୋଟିଏ ଚା' ଦୋକାନୀ ତା'ର ସବୁଦିନ ବେପାରରେ ଦିନକୁ ଯେତେ ହେଲେ ବି 10,000 ଇନକମ୍ ହେଉଥାଏ। ଆଉ ଗୋଟିଏ ଦିନ ଏମିତି ସମୟ ଆସିଲା ଯେ ତା'ର 5,000 ଇନକମ୍ ହେବାକୁ ଲାଗିଲା ଆଉ ସେ ଭାଙ୍ଗି ପଡ଼ିଲା ଆଉ କହିବାକୁ ଲାଗିଲା ଯେ ମୁଁ ଆଉ ଏହି ଚାହା ବେପାର କରିବି ନାହିଁ, ଯାହାଫଳରେ ତାଙ୍କର ପରିବାର ଚଳିବାଟା ବହୁତ ଅସୁବିଧା ମଧ୍ୟ ହେଉଥିଲା। ଆଉ ସେହି ଚାହା ତାକୁ ଦିନେ ନା ଦିନେ ଏମିତି କୋଟିପତି କରିଦେଲା ଯେ ସିଏ ରାତି ନ ପାହୁଣୁ ଚାହା ବିକିବାକୁ ଗଲା। ସାଙ୍ଗମାନେ ଜୀବନରେ ଗୋଟିଏ କଥା ମନେ ରଖନ୍ତୁ ଯେ ଗୋଟିଏ କାମ କରିବାକୁ ଗଲେ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ ଆଉ ଜିଦ୍ ମଧ୍ୟ ରଖିବା ନିହାତି ଆବଶ୍ୟକ। ତେଣୁ ସେହି କାମଟିକୁ
ନିଜର ମାଇଣ୍ଡରେ ନେବେ। ଆଉ କେବେ ବି କହିବେନି ଯେ ମୁଁ ଏହି କାମଟି କରିପାରିବିନି। ଯଦି ଆପଣ ଫାଷ୍ଟରୁ ହିଁ କହିଦେବେ ଯେ ମୁଁ କରିପାରିବିନି, ତେବେ ଆପଣ ହାରିଯିବେ ଆଉ ଅନ୍ୟ ଲୋକଟି ଜିତିଯିବ। ତେଣୁ କେବେ ହେଲେ ମଧ୍ୟ ଧୈର୍ଯ୍ୟକୁ ଭାଙ୍ଗନ୍ତୁ ନାହିଁ। ସାଙ୍ଗମାନେ, ସବୁବେଳେ ମନେ ରଖନ୍ତୁ ଯେ ଟଙ୍କା ସଞ୍ଚୟ କରିବା ହେଉଛି ଦରିଦ୍ରର ନିକଟତମ ବନ୍ଧୁ ଅଟେ। ଆଉ ରଣନୈତିକ ଖର୍ଚ୍ଚ ହେଉଛି ଧନର ପ୍ରକୃତ ଚାବିକାଠି ଅଟେ। ତେଣୁ ଧନକୁ ସବୁବେଳେ ଖର୍ଚ୍ଚ କରିବାକୁ ହିଁ ଚେଷ୍ଟା କରନ୍ତୁ। ଆଉ ଗୋଟିଏ କଥା ଲକ୍ଷ୍ୟ ରଖିବେ ସାଙ୍ଗମାନେ, ଯେ ଧନକୁ ସେହିପରି କାମରେ କେବେ ହେଲେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ କି ଯେଉଁ କାମରେ ଆପଣଙ୍କର କୌଣସି ବାଧା ସୃଷ୍ଟି ହେବ। ସେହିପରି କାମରେ ଆପଣ ଯଦି ଧନକୁ ବ୍ୟବହାର କରୁଛନ୍ତି, ତାହେଲେ ଆପଣଙ୍କୁ ବହୁତ ବଡ଼ ବିପଦ ମଧ୍ୟ ଆସିପାରେ। ଆପଣ ଯଦି ଟଙ୍କାକୁ ଠିକ୍ କାମରେ ଲଗାଇବେ, ତେବେ ଆପଣଙ୍କ ପାଖକୁ ଟଙ୍କା ଆସିବାକୁ ଲାଗିବ। ଏମିତିକି ନୁହେଁ ଆପଣ କାମ କରିବେ ନାହିଁ ଆଉ ଟଙ୍କା ଆପଣଙ୍କ ପାଖକୁ ଆପେ ଆପେ ଆସିଯିବ। ଏହାର ଭାବିବା ହେଉଛି ଆପଣଙ୍କ ପକ୍ଷେ ସବୁଠାରୁ ବଡ଼ ଭୁଲ ଅଟେ। ତ ସାଙ୍ଗମାନେ, ଚାଣକ୍ୟ କୁହନ୍ତି ଯେ ଆପଣ ଯେତେ କାମ କରିବେ ସେତେ ଗରିବ ହୋଇ ରହିବେ। ଆଉ ଯେତେ ନିଜର ବୁଦ୍ଧି ଏବଂ କୌଶଳ ମାଧ୍ୟମରେ ଯଦି ଆପଣ ନିଜର ଶିକ୍ଷାକୁ ଠିକ୍ ମାର୍ଗରେ ଲଗାଇବେ ନା, ତେବେ ଆପଣଙ୍କର ଉନ୍ନତି ପଥ କେହି ବି ରୋକିପାରିବେ ନାହିଁ। ଆଉ ଆପଣଙ୍କ ପାଖକୁ ଟଙ୍କା ମଧ୍ୟ ଆସିବାକୁ ଲାଗିବ। ତ ସାଙ୍ଗମାନେ, ସବୁବେଳେ ଝାଳ ବୋହିବା ଅପେକ୍ଷା କାମ କରିବା ହେଉଛି ପ୍ରକୃତ ଲକ୍ଷଣ। ସେଥିପାଇଁ ସବୁବେଳେ କାମରେ ଧ୍ୟାନ ଦିଅନ୍ତୁ, ଲୋକଙ୍କ କଥା ଉପରେ କେବେ ବି ନୁହେଁ। କାରଣ ଏହି ଦୁନିଆଟା ହିଁ ବହୁତ ବଡ଼ ଅଜବ। ଲୋକମାନେ 1000 କହିବେ ଆଉ ଶୁଣିଲା ବେଳକୁ 100 ଲୋକ ଶୁଣିବେ। ସେଥିପାଇଁ ନିଜର ବୁଦ୍ଧି ଦ୍ୱାରା ବା ନିଜର କୌଶଳ ଦ୍ୱାରା ଆପଣ ଯଦି କୌଣସି ଏକ କାମରେ ସଫଳତା ହାସିଲ କରିଦେଉଛନ୍ତି, ତେବେ ଆପଣଙ୍କ ପାଖକୁ ଟଙ୍କା ଆସିବା ସଙ୍ଗେ ସଙ୍ଗେ ବହୁତ ଲୋକମାନେ ବି ଆସିବାକୁ ଲାଗିବେ। ଆଉ ସେତେବେଳେ ହିଁ ଆପଣ ବହୁତ ବଡ଼ ବିଜନେସମ୍ୟାନ୍ ମଧ୍ୟ ହୋଇପାରିବେ। ତେଣୁ ସାଙ୍ଗମାନେ, ସବୁବେଳେ ଟଙ୍କା କମାଇବା ପଛରେ ହିଁ ଧ୍ୟାନ ଦିଅନ୍ତୁ। କାରଣ ଏହି ଦୁନିଆରେ ଟଙ୍କା ବିନା କୌଣସି ଜିନିଷ କିଣିବା ଅସମ୍ଭବ ହୋଇପଡ଼ିଥାଏ। ଯେପରିକି ଗୋଟିଏ ଆଳୁ ବା ଯେକୌଣସି ବି ଜିନିଷ, ଯେପରିକି ରାଇସିନ୍ ସାମାନ, ତ ସେହିପରି ଜିନିଷ କିଣିବାକୁ ହେଲେ ପ୍ରଥମେ ଆମତିକି ଟଙ୍କା ହିଁ ଦରକାର। ତେଣୁ ଟଙ୍କା ରୋଜଗାର କରନ୍ତୁ ଆଉ କେବେ ମଧ୍ୟ ବସନ୍ତୁ ନାହିଁ। ଯଦି ଆପଣ ନିଜେ ନିଜେ ଭାବୁଥିବେ ଯେ ମୁଁ ବସିଯିବି ଆଉ ଟଙ୍କା ମୋ ପାଖକୁ ଆପେ ଆପେ ଆସିଯିବ, ଏହା ଭାବିବା ଭୁଲ ଅଟେ। କାରଣ ଟଙ୍କା ଏମିତି ସେମିତି ଜିନିଷ ନୁହେଁ ଯେ ଆପଣଙ୍କ ପାଖକୁ ସେ ଆପେ ଆପେ ଆସିଯିବ। କଥାରେ ଅଛି, ଯିଏ କର୍ମ କରେ ତାର ପେଟ କେବେ ବି ଭୋକିଲା ରହିନଥାଏ। ତେଣୁ କର୍ମ କରନ୍ତୁ ଆଉ ନିଜର ଫଳ ନିଜେ ହିଁ ଉତ୍ପନ୍ନ କରନ୍ତୁ। ତୃତୀୟରେ, ସବୁବେଳେ ଭୟକୁ ଛାଡ଼ି ଦିଅନ୍ତୁ ବା ଭୟ କରିବା ତାକୁ ଦୂରେଇ ଦିଅନ୍ତୁ। ଜଣେ ଲୋକ ଯଦି କୌଣସି ସ୍ଥାନକୁ ଗଲାବେଳେ ଭୟ କରିକି ବା ଡରି ଡରି ଯାଉଥାଏ, ତେବେ ସେ ସେହି ଜାଗାକୁ ହିଁ ଗଲା ପୂର୍ବରୁ ହିଁ ଭିତରୁ ମରିଯାଇଥାଏ। ତ ସାଙ୍ଗମାନେ, ତ ଭୟ ହେଉଛି ଏକ ଧୂଆଁ ପରି, ଯାହା ଆମକୁ ହୃଦୟରୁ ହିଁ ମାରି ଦେଇଥାଏ ଆଉ କୌଣସି କାର୍ଯ୍ୟରେ ବି ସଫଳତା ପ୍ରାପ୍ତ କରେ ନାହିଁ। ତେଣୁ ଭୟ ମଧ୍ୟ କେବେ କରନ୍ତୁ ନାହିଁ, ଯାହାଫଳରେ ଆପଣ ସେହି ଭୟରେ ହିଁ ଆପଣଙ୍କର ଜୀବନଟା କଟିଯିବ। ଆଉ କେତେବେଳେ ଯେ ମୃତ୍ୟୁ ସମୟ ଆସିଯିବ, ତାହା ବି ଆପଣଙ୍କୁ ବହୁତ ଭୟ ମଧ୍ୟ ଲାଗିବ। ତେଣୁ ଭଗବାନ ଆମକୁ ଏହି ପୃଥିବୀକୁ ଗଢ଼ିଛନ୍ତି
ଆଉ ମନୁଷ୍ୟକୁ ମଧ୍ୟ ଗଢ଼ିଛନ୍ତି। ଆମେ ଯେତିକି ଦିନ ଏହି ପୃଥିବୀକୁ ଆସିଛନ୍ତି ସେତିକି ଦିନ ହସ ଖୁସିରେ ଯିବା। ଆଉ ବହୁତ ଏମିତିକି ନାହିଁ ଯେ ଆମେ ଜୀବନଟାକୁ ଖାଲି ହସ ଖୁସିରେ କଟେଇଦେବା। ତ ସାଙ୍ଗମାନେ, ଆମେ ଆମ ଜୀବନର ମୂଲ୍ୟ ଏହି ଦୁନିଆକୁ କିଛି ନା କିଛି ଦେଖାଇ ଚାଲିଯିବା, ଯାହାଫଳରେ କି ଏହି ଦୁନିଆ ଆମେ ମଲା ପରେ ମଧ୍ୟ ଆମକୁ ମନେ ରଖିବ ଆଉ କହିବାକୁ ଲାଗିବ ଯେ ଏହି ଲୋକଟି ବହୁତ ସାହାଯ୍ୟକାରୀ ଥିଲା ଆଉ ବହୁତ ସାହାଯ୍ୟ ମଧ୍ୟ କରୁଥିଲା। ଏହି ଲୋକଟି ଏତେ ଶୀଘ୍ର କାହିଁକି ମରିଗଲା? ସାଙ୍ଗମାନେ, ଦୁନିଆକୁ ଆସିଛେ ମାନେ ଗୋଟିଏ ନା ଗୋଟିଏ ମହତ୍ତ୍ୱ କାମ କରିକି ଗଲେ ହିଁ ଲୋକମାନେ ଆମକୁ ମନେ ରଖିବେ। ଏମିତିକି ନୁହେଁ ଖରାପ କାମ କରିବା। ଖରାପ କାମ କରିବା ଦ୍ୱାରା ଲୋକେ ଆମକୁ ବହୁତ ଘୃଣା ଆଉ ଅପମାନ ମଧ୍ୟ ଦେଇଥାନ୍ତି। ତେଣୁ ଖରାପ କାମ କେବେ ମଧ୍ୟ କରନ୍ତୁ ନାହିଁ, ଯାହାଫଳରେ ଆପଣଙ୍କର ଭବିଷ୍ୟତ ମଧ୍ୟ ଅନ୍ଧାର ହେବାକୁ ଲାଗିବ ଆଉ ପରିବାର ଲୋକ ମଧ୍ୟ ଦୂରେଇ ଯିବେ, ଯାହାଫଳରେ ଆପଣ କୌଣସି ସ୍ଥାନରେ ମଧ୍ୟ ଜାଗାଟିଏ ପାଇବେନି ଆଉ ବହୁତ କଷ୍ଟରେ ଆପଣଙ୍କର ଜୀବନ ମଧ୍ୟ ଯିବ। ତେଣୁ ଏପରି କାମ କରନ୍ତୁ ଆପଣଙ୍କୁ ଦୁନିଆ କ'ଣ, ଲୋକମାନେ ହେଲେ ମଧ୍ୟ ମନେ ରଖିବେ। ଚତୁର୍ଥରେ, ଟଙ୍କା ପାଇଁ ଲୋକମାନଙ୍କୁ ଚିହ୍ନିବେ କିପରି ଯେ ଏହି ଲୋକଟି ଖରାପ ବୋଲି? ଆଉ ଟଙ୍କା ଦେଖି ବା ଅଧିକ ଧନ ଦେଖି ସେ ମୋ ପାଖକୁ ଆସିଛି ହେରି। ତ ସାଙ୍ଗମାନେ, ପ୍ରଥମରେ ଗୋଟିଏ ଉଦାହରଣ ସ୍ୱରୂପ ହେଉଛି ଯେ ଯଦି ତୁମର ଅନ୍ତରଙ୍ଗ ବନ୍ଧୁ ତମକୁ ଛାଡ଼ି ଚାଲି ଯାଉଛି ଆଉ କହିବାକୁ ଲାଗୁଛି ଯେ ଆରେ ଇଏ ତ ଗରିବଟା, ଇଏ ତା ଜୀବନରେ କିଛି ହିଁ କରିପାରିବନି, ତ ଏହି କଥା ଭାବୁଥିବା ସେହି ଲୋକଟି ସେ ଦିନେ ନା ଦିନେ ତା ମନରେ ଗୋଟିଏ ଭୟ ମଧ୍ୟ ଥାଏ ଯେ କାଳେ ଇଏ ଦିନେ ନା ଦିନେ ସକ୍ସେସ୍ ହୋଇଯିବ ଆଉ ମୋତେ ଡରାଇବାକୁ ଲାଗିବ ଯେ ମୋ ପାଖରେ ଅଧିକ ଟଙ୍କା ଅଛି। ତେଣୁ କେବେ ହେଲେ ମଧ୍ୟ ଟଙ୍କାକୁ ନେଇ ଗର୍ବ କରନ୍ତୁ ନାହିଁ ଆଉ ଟଙ୍କା ଅଛି ବୋଲି ଘୃଣା ଅପମାନ ମଧ୍ୟ କରନ୍ତୁ ନାହିଁ। ସେହି ଲୋକଟି ସିନା ଅପମାନ କରିକି ଚାଲିଗଲା, ହେଲେ ତା'ର ଫଳ ସେ ଦିନେ ନା ଦିନେ ଭୋଗିଥାଏ। ତେଣୁ କେବେ ହେଲେ ମଧ୍ୟ ଅପମାନ କିମ୍ବା ଘୃଣା କରନ୍ତୁ ନାହିଁ। ସେହି ଘୃଣା ଅପମାନ ହିଁ ଆପଣଙ୍କୁ ଭିତରେ ଭିତରେ ମାରି ଦେଇଥାଏ। ତ ସାଙ୍ଗମାନେ, ଟଙ୍କା ସେହି ଲୋକଟି ହିଁ ସେତେବେଳେ ଜାଣିଥାଏ ଯେତେବେଳେ ତୁମ ପାଖରେ ଅଧିକ ଧନ ଆସିଥାଏ ବା ଟଙ୍କା ଆସିଥାଏ। ତ ସେତେବେଳେ ସେହି ଲୋକଟି ଆସିକି କହିଥାଏ ଯେ ଭାଇ ବା ସାଙ୍ଗମାନେ, ତୁମ ପାଖରେ ଟଙ୍କା ତ ଅଛି, ମୋତେ କିଛି ଟଙ୍କା ଦିଅ ଆଉ ମୁଁ ମୋ କାମରେ ଲଗାଏ। ତ ସେତେବେଳେ ସେହି ଲୋକଟି ଆଉ ଗୋଟିଏ ଲୋକକୁ ଦେଖି କହିବାକୁ ଲାଗିଲା ଯେ ଆରେ ତୁ ମୋତେ ସିନା ସେଦିନ ଗରିବ କହିଥିଲୁ, ହେଲେ ଆଜି ଦେଖ ମୁଁ କେତେ କୋଟିପତି। ତ ସାଙ୍ଗମାନେ, ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ ଆପଣଙ୍କ ପାଖରେ ଟଙ୍କା ହେଇଗଲା ବୋଲି ଗର୍ବ କରିବା ଉଚିତ ନୁହେଁ। କାରଣ ଆପଣଙ୍କର ସେହି ଗୋଟିଏ ଦିନର ଗର୍ବ ହିଁ କେତେବେଳେ ଯେ ଆପଣଙ୍କର ସେହି ମହତ୍ତ୍ୱପୂର୍ଣ୍ଣ କାମକୁ ଭାଙ୍ଗି ଦେଇପାରିବ, ନା ଆମେ କହିପାରିବୁ ନା କିଏ କହିପାରିବ, ତାହା କେବଳ ଭଗବାନ ହିଁ କହିପାରିବେ। ତେଣୁ କେବେ ହେଲେ ମଧ୍ୟ ଟଙ୍କାକୁ ନେଇ ଗର୍ବ କରନ୍ତୁ ନାହିଁ। ଆପଣ ଧରିନିଅ ଆଜି ଗର୍ବ କରିଦେବେ ଯେ ମୋ ପାଖରେ ଅଧିକ ଟଙ୍କା ଅଛି ଆଉ ତା ପାଖରେ ନାହିଁ, ତ ଆପଣ ମଧ୍ୟ ବହୁତ ବିପଦରେ ପଡ଼ିପାରନ୍ତି। ତେଣୁ କେବେ ହେଲେ ମଧ୍ୟ ଗର୍ବ କରନ୍ତୁ ନାହିଁ। ଆପଣଙ୍କ ପାଖରେ ଯେତିକି ଧନ ବା ଟଙ୍କା ଅଛି ସେତିକୁ ହିଁ ନେଇ ଚଳନ୍ତୁ। ଜଣେ ଗରିବ ଘରେ ଏମିତିକି ନୁହେଁ ଆମେ ଧନୀ ଘରେ କେବଳ ଚିକେନ୍ ମଟନ୍ ଖାଇପାରିବା। ତ ସାଙ୍ଗମାନେ, ଗରିବ ଘରେ ଥିବା ସେହି ପଖାଳ ଆଉ ବା ସେହି ଭଜାର ବାସ୍ନା ହିଁ ଗୋଟିଏ ଧନୀ ଘରର ଚିକେନ୍ ମଟନ୍ ପରି ଲାଗିଥାଏ। ତେଣୁ ଟଙ୍କାକୁ ଦେଖି ନିଜର ବନ୍ଧୁତା ଭାଙ୍ଗନ୍ତୁ ନାହିଁ ଆଉ ଗର୍ବ ମଧ୍ୟ କରନ୍ତୁ ନାହିଁ। ପଞ୍ଚମରେ, ଟଙ୍କାକୁ ସବୁବେଳେ ସଞ୍ଚୟ କରିବା ଶିଖନ୍ତୁ। ଆପଣ ଯଦି ଟଙ୍କାକୁ ସଞ୍ଚୟ କରିବା ଶିଖିଯିବେ ନା, ତେବେ ଆପଣଙ୍କ ପାଖକୁ ଟଙ୍କା
ନିଶ୍ଚୟ ଆସିବାକୁ ଲାଗିବ। ଆଉ ଟଙ୍କା ହେଇଗଲା ପରେ ଆପଣ ବହୁତ କୋଟିପତି ମଧ୍ୟ ହେଇଯିବେ। ଆଉ ଲୋକମାନେ ମଧ୍ୟ ଅଧିକ ପଚାରିବାକୁ ଲାଗିବେ ଯେ ଏହି ଲୋକଟି ଏତେ କମ୍ ବୟସରେ କେମିତି ଏତେ କୋଟିପତି ହେଇଗଲା। ତ ସାଙ୍ଗମାନେ, ଆପଣ ଯଦି ଧୈର୍ଯ୍ୟ ରଖିକି ବା ସମୟକୁ ଅପେକ୍ଷା କରି ଗୋଟିଏ କାମ କରୁଛନ୍ତି ନା, ତେବେ ଆପଣଙ୍କୁ ସେହି କାମ ରାଜା ବନେଇକି ହିଁ ଛାଡ଼ିବ। କେବେ ହେଲେ ଗରିବ ମଧ୍ୟ କରିକି ଛାଡ଼ିବ ନାହିଁ। ତ ସାଙ୍ଗମାନେ, ଆଜିର ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନେକ୍ସଟ ଭିଡ଼ିଓରେ। ତ ସେତିକି ପର୍ଯ୍ୟନ୍ତ ରହୁଛି। ଆପଣଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା, ତେବେ ମୋର ଏହି ଚ୍ୟାନେଲ୍ ସମ୍ବିତ ମୋଟିଭେସନାଲ ଲାଇଫକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ଆଉ କମେଣ୍ଟ ମଧ୍ୟ କରିବେ ଯେ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା। ଆଉ ଅଧିକରୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରିବେ।